ସନାତନ ରାଉତ କୋଉଠି ଘର? ଜଳମଣ୍ଡୁଆ କଣ ଧାନ ତ ଦେଇଛୁ ପଡିକି ରହିଛି ଟୋଟାଲ ଯାଉନି ଧାନ ଆମେ ସାର୍ ପଇସା ପାଉନୁ ହଇରାଣରେ ରହିଛୁ ଧାନ ଯାଉନି? ଧାନ କୋଉ ଟୋଟାଲ ମିଲ୍ ଟେକ୍ ହେଇଥିଲା? ଆମେ ଏତେ ସାର୍ କହିବୁନି ଏଜିଏନ୍ ଉମାପତି ଆମେ ଜାଣିଛୁ ଆଉ ଆମେ ପ୍ରତି ବର୍ଷ ପରି ମିଲରଙ୍କ ମନମାନି ମିଲରଙ୍କ ପାଖରେ ସରକାର ବନ୍ଧା ପଡୁଛନ୍ତି। କୃଷ୍ଣପାତ୍ର ଯିଏ ଯୋଗାଣ ମନ୍ତ୍ରୀ ଅଛନ୍ତି କାଲି ମଧ୍ୟ ଭଣ୍ଡାରୀ ପୋଖରୀ ବ୍ଲକ ଆସିଥିଲେ। ସେ ଭଣ୍ଡାରୀ ପୋଖରୀ ବ୍ଲକ ବାସ୍ତବ ଚିତ୍ର ହଉଛି ଏଇଆ, ଚାଷୀଙ୍କୁ ଅଖା ମିଳୁନି, ଯଦିଓ ଅଖା ମିଳୁଛି 50ଟା ଅଖାରୁ 40ଟା ଅଖା ଚିରା ଅଖା ମିଳୁଛି। ଚାଷୀଙ୍କୁ 8 କିଲୋ 10 କିଲୋ 11 କିଲୋ ପର୍ଯ୍ୟନ୍ତ ଚାଷୀଙ୍କ ଠାରୁ କଟନୀ କରାଯାଉଛି। ମାସ ମାସ ଧରି ଧାନ ମଣ୍ଡିରେ ପଡୁଛି। ଏ ପ୍ରଶ୍ନ ଯେତେବେଳେ ସାମ୍ବାଦିକ ମାନେ ପଚାରୁଛନ୍ତି ସେତେବେଳେ ଫେକ୍ ପ୍ରଚାର କରୁଛନ୍ତି ଯେ ଜିଲ୍ଲା ପ୍ରଶାସନ ଜିଲ୍ଲାପାଳ ଫେକ୍ ପ୍ରଚାର କରୁଛନ୍ତି। ଫେକ୍ ପ୍ରଚାର ହଉଛି ଏଇଆ ଯେ କିଛି ହାତ ଗଣତି ଚାଷୀ କୁ ଧରି ଯେ ଆମେ ଏଫଏକ୍ୟୁ ମାନ ଧାନ ଦେଇଥିଲୁ, ଆମକୁ 3100 ଟଙ୍କା ମିଳିଲା, ଜିଲ୍ଲା ପ୍ରଶାସନ ଆମକୁ ସହଯୋଗ କରୁଛି, ମୋହନ ମାଝୀଙ୍କ ସରକାର ଆମକୁ ସହଯୋଗ କରୁଛି। କିନ୍ତୁ ବାସ୍ତବ ଚିତ୍ର ଆମେ ଆପଣଙ୍କୁ ଆଜିଠୁ ଆରମ୍ଭ କଲୁ ଦେଖେଇବୁ ଯେ ପ୍ରତିଦିନ ଭଦ୍ରକ ଜିଲ୍ଲାରେ ମଣ୍ଡିରେ ଚାଲିଥିବା ଅବ୍ୟବସ୍ଥା ବାବଦରେ ଯେ ଏହା ସତ୍ୟ ହଜାର ହଜାର ଚାଷୀ ବଳି ପଡୁଛନ୍ତି। କେତେ ଜଣ ଚାଷୀଙ୍କୁ ଧରି ମିଛ ପ୍ରଚାର କରୁଥିବା ଜିଲ୍ଲା ପ୍ରଶାସନ, ମିଛ ପ୍ରଚାର କରୁଥିବା ମୋହନ ମାଝୀଙ୍କ ସରକାର ଏକ ସବକ ପାଇବାର ଆବଶ୍ୟକତା ଅଛି। ଜାଣନ୍ତୁ ଯେ ବାସ୍ତବରେ ଆମେ ଚାଷୀଙ୍କୁ 3100 ଟଙ୍କା ଯୋଉ ଘୋଷଣା କରିଥିଲୁ, ଚାଷୀ 3100 ପାଉଛି କି ପ୍ରକାର ଅସୁବିଧାର ସମ୍ମୁଖୀନ ହଉଛି। କଣ ପାଇଁ ଆମେ କେମିତି ଜାଣିବୁ? ମିଲର ତ ଆସୁନାହାନ୍ତି ଧାନ ନେଉନାହାନ୍ତି, ଆମେ ଚାଷୀ ଆଉ କଣ ବୁଝିପାରିବୁ? ଆମେ ଆସିକି ସୋସାଇଟିରେ ଆସିକି ଆମେ ଯାହା କହିବା କଥା କହିବୁ। ଏଇ ଅଖା ଆକାଶ ଚିରା ତେବେ ଆମେ ଆଶା କରିବୁ ଜଳମଣ୍ଡୁଆ ସେବା ସମବାୟରେ ଯୋଉ ଅବ୍ୟବସ୍ଥା ଦେଖା ଦେଇଛି, ମାସ ମାସ ଧରି ଧାନ ପଡି ରହିଛି, ଯେ ଏଜିଏନ୍ ଉମାପତି ଯେ ମିଲର ଯୋଉ 2 ଜଣ ମିଲର ଟେକ୍ ହେଇଛି ଏ ଯୋଉ ଜଳମଣ୍ଡୁଆ ମଣ୍ଡିରେ କାହିଁକି ଧାନ ଉଠଉନାହାନ୍ତି, ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ ସିଏସଓ। ଯେ ଏ ଖବରକୁ ସିଏସଓ ନଜର କରିବେ, ଜିଲ୍ଲା ପ୍ରଶାସନ ନଜର କରିବ, ଜିଲ୍ଲା ବ୍ୟବସ୍ଥାର ପରିବର୍ତ୍ତନ ଆସିବ। ଭଦ୍ରକରୁ ସଞ୍ଜୀବ ସେନାପତି।